ପିଲାମାନେ ସମସ୍ତଙ୍କୁ ଆମର ଏସ୍ଏମ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ତ ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026 ପାଇଁ ଆଜି ଆମେ ପିଲାମାନେ ଆସନ୍ତାକାଲି ହେବାକୁ ଯାଉଥିବା ଚତୁର୍ଥ ଶ୍ରେଣୀର ଓଡ଼ିଆ କ୍ୱେଶ୍ଚନଟିଏ ନେଇକରି ଆସିଛନ୍ତି। ସର୍ବପ୍ରଥମ କହିବି ଆମର ଏସ୍ଏମ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ପିଲାମାନେ ଏବେ ତୁମ ପାଖରେ ଟାଇମ୍ ଅଛି, ସବସ୍କ୍ରାଇବ୍ କରିଦିଅ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅ। ସମସ୍ତେ କ୍ଲିୟର ହେଲ? ପିଲାମାନେ ଦେଖ, ତୁମମାନଙ୍କର ଚତୁର୍ଥ ଶ୍ରେଣୀ ଓଡ଼ିଆ ଭାଷାର ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ରିଏଲ୍ କ୍ୱେଶ୍ଚନଟିଏ ରହିବ। ଏହାକୁ ତୁମେ ଭଲ କରି ପ୍ରାକ୍ଟିସ୍ କରି ଏକ୍ଜାମକୁ ଯିବାର ଅଛି। ବୁଝିପାରିଲ? এই ଜାଗାରେ ତୁମ ଶିକ୍ଷାର୍ଥୀଙ୍କ ନାମ, ତୁମ ନେମ୍ ଯାହା ହେଇଥିବ ଏଇ ଜାଗାରେ ଲେଖିପାରିବ। ଏଠି ପିଲାମାନେ ତାରିଖ ଯାହା ଥିବ ଏଇ ଜାଗାରେ ଲେଖିପାରିବ। ଏଠି ରୋଲ୍ ନମ୍ବର ଲେଖିବ। ଏଠି ବିଦ୍ୟାଳୟର ନାମ ଲେଖିବ। ଏଠି ପିଲାମାନେ ତୁମର ଜିଲ୍ଲା ଯାହା ହେଇଥିବ ଲେଖିବ। ଏଠି ତୁମର ବ୍ଲକ୍, ଜିଲ୍ଲାର ବ୍ଲକ୍ ଯେଉଁଟା ହେଇଥିବ ଏଇଟା ଲେଖିବ। ସମସ୍ତେ ଏତିକି ଲେଖିପାରିବ କି ନାହିଁ? ଲେଖିପାରିବ? ସମସ୍ତେ ଲେଖିପାରିବ ତ ବହୁତ ବଢ଼ିଆ। ଏଇପଟରେ ତୁମେ ଦେଖିପାରୁଥିବ ତୁମର ମୌଖିକ ଲିଖିତ, ତୁମେ ଏଟାକୁ ଦେଖିବା ଦରକାର ନାହିଁ। ତୁମମାନଙ୍କର ମାର୍କ ସିଷ୍ଟମ୍ ଏଠି ଅଛି, ଯେଉଁଟାକି 40 ମାର୍କ ତୁମମାନଙ୍କର ଲିଖିତ ରହିବ, ମୌଖିକର ପିଲାମାନେ 10 ମାର୍କ ରହିବ। ସମସ୍ତେ ଏତିକି କ୍ଲିୟର ହେଲ? ଏଠି ପିଲାମାନେ ତୁମମାନଙ୍କର ଯିଏ ବି ଏକ୍ଜାମରେ ଥିବେ ଏଠି ପିଲାମାନେ ସାଇନ୍ ମାରିବେ। ସମସ୍ତେ କ୍ଲିୟର ହେଲ? ସର୍ବପ୍ରଥମ କହିବି ଭିଡ଼ିଓଟାକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖ। ଆଉ ଯଦି କିଛି ଡାଉଟ୍ ଅଛି ତାହେଲେ କମେଣ୍ଟ କରିପାରିବ। ଏଇଟା ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ରିଏଲ୍ କ୍ୱେଶ୍ଚନ୍ ରହିବ, ତ ଏଗୁଡ଼ିକ ଭଲ କରି ପ୍ରାକ୍ଟିସ୍ କରି ଏକ୍ଜାମକୁ ଯାଅ। ଏଠି ତୁମମାନଙ୍କର ରହିବ ଅନୁଚ୍ଛେଦ ପଢ଼ି 1ରୁ 6 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ଅନୁଚ୍ଛେଦକୁ ପଢ଼ିବାକୁ ହେବ, ତାପରେ 1ରୁ 6 ନମ୍ବର ପର୍ଯ୍ୟନ୍ତ ତୁମେ ଉତ୍ତର ଲେଖିବାକୁ ପଡ଼ିବ। ପିଲାମାନେ ସର୍ବପ୍ରଥମ କହିବି ଏ ଅନୁଚ୍ଛେଦକୁ ସମସ୍ତେ ପିଲାମାନେ ପଢ଼ିବ। ଯାହା ବି ଅନୁଚ୍ଛେଦ ଥିବ ସମସ୍ତେ ପଢ଼ିବ। ଭଲ କରି ପଢ଼ିଲା ପରେ ତୁମେ 5 ଥର ଯଦି ଭଲ କରି ପଢ଼ୁଛ ତାହେଲେ ତୁମେ ଆନ୍ସର୍ କରିପାରିବ। ବୁଝିପାରିଲ? ପିଲାମାନେ ପୁରୀ ଜିଲ୍ଲାରେ ସୁଆଣ୍ଡ ଗ୍ରାମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମଗ୍ରହଣ କରିଥିଲେ। ପୁରୀ ଜିଲ୍ଲା କେଉଁ ଜିଲ୍ଲା ଦେଇଛି? ଆମର ପୁରୀ ଜିଲ୍ଲା ଦେଇଛି। ତୁମର କ୍ୱେଶ୍ଚନ୍ ପଡ଼ିପାରେ ତ କେଉଁ ଜିଲ୍ଲାରେ ସୁଆଣ୍ଡ ଗ୍ରାମରେ ଉତ୍କଳମଣି ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ? ତ ଉତ୍କଳମଣି ଗୋପବନ୍ଧୁ ଦାସ କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ? ଏଇଭଳି କ୍ୱେଶ୍ଚନ୍ ଅଛି। ସମସ୍ତେ ପିଲାମାନେ ଏଇଟାକୁ ପଢ଼ିବ, ବାରମ୍ବାର ପଢ଼ିକି ତୁମେ ଆନ୍ସର୍ କରିବ, ତାହେଲେ ଯାଇ ତୁମେ କରିପାରିବ। ବୁଝିପାରିଲ? ଏଇଠି ଦେଖ ତୁମମାନଙ୍କର ଏଇଠି ପଢ଼ିଲା ପରେ ତୁମମାନଙ୍କର କ୍ୱେଶ୍ଚନ୍ ପଳେଇ ଆସିଲା ଗୋପବନ୍ଧୁ କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ? କହିଲି ପିଲାମାନେ ପୁରୀ ଜିଲ୍ଲାରେ, ତ ଏଇଠି ଲେଖିପାରିବ ପୁରୀ। ବୁଝିପାରିଲ? ସମସ୍ତେ ବୁଝିପାରିଲ? ସମସ୍ତେ କ୍ଲିୟର ହେଲ? ତାପରେ ଗୋପବନ୍ଧୁ ତାଙ୍କର ପୀଡ଼ିତ ପୁତ୍ରକୁ ଛାଡ଼ି ଚାଲିଗଲେ କାହିଁକି ପିଲାମାନେ? ତାଙ୍କ ପୀଡ଼ିତ ପୁତ୍ରକୁ ଛାଡ଼ି ସେ କାହିଁକି ଚାଲି ଯାଇଥିଲେ? ବୁଝିପାରିଲ? ତ ଏଇଠି ତା ପିଲାମାନେ ଦେଖ, ଏଇଠି ପିଲାମାନେ ଦେଖ, ବନ୍ୟା ବିପର୍ଯ୍ୟୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ। ବୁଝିପାରିଲ? ବନ୍ୟା ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗୋପବନ୍ଧୁ ତାଙ୍କର ପୀଡ଼ିତ ପୁତ୍ରକୁ ଛାଡ଼ି ଯାଇଥିଲେ। ଗୋପବନ୍ଧୁ କାହିଁକି କାରାବରଣ କରିଥିଲେ ପିଲାମାନେ? ଗୋପବନ୍ଧୁ କାହିଁକି କାରାବରଣ କରିଥିଲେ? ପିଲାମାନେ ସେଇଟାକୁ ତୁମେ ଯଦି ପଢ଼ିବ ଆରାମସେ କରିପାରିବ। ବୁଝିପାରିଲ? ତ ତୁମେ ସେଇଟାକୁ ଭଲ ଭାବରେ ପଢ଼ିବ, ପଢ଼ିକି ତାପରେ ଆନ୍ସର୍ କରିପାରିବ। ତାପରେ 4 ନମ୍ବର ପିଲାମାନେ, ଆମ ପାଖରେ ପିଲାମାନେ ଜଷ୍ଟ ଯେହେତୁ ପିଲାମାନେ ଟାଇମ୍ ନାହିଁ ଆଉ ଅଲଗା ପିଲାଙ୍କର ବି କ୍ୱେଶ୍ଚନ୍ ଦେବାର ଅଛି, ତ ଏଇଗୁଡ଼ିକ ତୁମେ ଭିଡ଼ିଓଟାକୁ ଭଲ କରି ଦେଖ, ଦେଖିଲେ ତୁମେ ପ୍ରାକ୍ଟିସ୍ କରିପାରିବ। ବୁଝିପାରିଲ? ତ ଗୋପବନ୍ଧୁ ଆମ ନିକଟରେ କାହିଁକି ଚିରସ୍ମରଣୀୟ? କାହିଁକି ପିଲାମାନେ ଆମର ବହୁତ ହେଲ୍ପ କରନ୍ତି ଗୋପବନ୍ଧୁ, ତ ସେଥିପାଇଁ ଗୋପବନ୍ଧୁକୁ କାହିଁକି ଉତ୍କଳମଣି କୁହାଯାଏ? ଉତ୍କଳମଣି ଗୋପବନ୍ଧୁ ଦାସ ଆମେ ଜାଣିଛନ୍ତି। ବୁଝିପାରିଲ? ତ ଏଠି 2ଟି ବାକ୍ୟରେ ଲେଖିପାରିବ। ତ ଉପଯୁକ୍ତ ଶବ୍ଦ ବ୍ୟବହାର କରି ପିଲାମାନେ ବାକ୍ୟଟିକୁ ପୂରଣ କରିବ। ଶାନ୍ତି, ସତ୍ୟ, ସେବା ଗୋପବନ୍ଧୁ ଆମ ନିକଟରେ ସତ୍ୟ ସେବା ପାଇଁ ଗୋପବନ୍ଧୁ ଆମ ନିକଟରେ ଅମର ହୋଇ ଅଛନ୍ତି। ଅମର ହୋଇ ଅଛନ୍ତି ଲେଖିପାରିବ। ତ ସେହିପରି 7ରୁ 12 ନମ୍ବର ପର୍ଯ୍ୟନ୍ତ ଆଉ ଗୋଟିଏ ଦେଲା, ମୂଷାଟିଏ ବହୁତ ଦୁଃଖିତ ରୁହେ। ବୁଝିପାରିଲ? ସେ ବହୁତ ଦିନ ଧରି ନିଜ ପସନ୍ଦର କିଛି ଖାଦ୍ୟ ଖାଇନଥାଏ। ତ ଏଇଟା ପିଲାମାନେ ତୁମମାନଙ୍କର ଅଛି, ତୁମେ ଏଇଟାକୁ ତୁମେ ପଢ଼ିବ। ତ ସେମ୍ ଟୁ ସେମ୍ ପିଲାମାନେ ସେଟା ଯେଉଁପରି ଥିଲା ଏଟା ବି ସେହିପରି ଅଛି। ତୁମେ ପଢ଼ିବ, ପଢ଼ିକି ତାର ଆନ୍ସର୍ କରିବ। ଏଗୁଡ଼ିକ ତୁମେ ସବୁ ଏକ୍ଜାମରେ ଆସିଲେ ଆରାମସେ କରିପାରିବ କି ନାହିଁ? ତ ବହୁତ ବଢ଼ିଆ ପିଲାମାନେ। ତ ଏଠି ପିଲାମାନେ ଝୁଡ଼ି ଭିତରେ କେଉଁ ଖାଦ୍ୟ ଶସ୍ୟ ଥିଲା? ସମସ୍ତେ କମେଣ୍ଟ କର। ମକା, ଧାନ, ଗହମ, ବାଜରା କେଉଁଟା ଥିଲା? ସେହିପରି ମୂଷା ଝୁଡ଼ି ଭିତରକୁ ବହୁତ ଦିନ ଧରି କାହିଁକି ରହିଥିଲା? କାହିଁକି ରହିଥିଲା ପିଲାମାନେ? ଝୁଡ଼ିରେ ବାହାରିବା ପାଇଁ, ଅନ୍ୟମାନଙ୍କ ଠାରୁ ଲୁଚି ରହିବା ପାଇଁ, ମନପସନ୍ଦର ଖାଦ୍ୟ ଖାଇବା ପାଇଁ, ଝୁଡ଼ିରେ ବାହାରିର ରାସ୍ତା ନଥିବାରୁ। ମୂଷା କାହିଁକି ମୃତ୍ୟୁବରଣ କରିଥିଲା? ଖାଦ୍ୟ ଅଭାବରୁ, ବାଟ ଭୁଲିଯିବାରୁ। ବୁଝିପାରିଲ? ତୁମେ ସେଇଟା ପଢ଼ିଥିଲେ ହିଁ କରିପାରିବ। ମୂଷା ଦୁଃଖୀ ରହିବାର କାରଣ କ'ଣ ଥିଲା ପିଲାମାନେ? ଖାଦ୍ୟ ପାଉନଥିଲା। ବୁଝିପାରିଲ? ଏଇ ଗପରୁ ଆମେ କ'ଣ ଶିଖିଲେ? ବୁଝିପାରିଲ? ତ ଏଇଟା ପିଲାମାନେ ଥିଲା, ଆରାମସେ କରିପାରିବ। ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ, ପ୍ରଶ୍ନ ସଂଖ୍ୟା 13ରୁ 15 ପର୍ଯ୍ୟନ୍ତ ସରଳ ଭାଷାରେ ବୁଝେଇ ଲେଖ। ସରଳ ଭାଷାରେ ବୁଝେଇକି ଲେଖିବା ପାଇଁ ଏଠି ପଡ଼ିଛି, ଯେଉଁଟାକି ତୁମମାନଙ୍କର 2 ମାର୍କରୁ ପଡ଼ିବ। ତ 2 ମାର୍କ ତୁମେ ଯଦି କରିବାକୁ ଚାହୁଁଛ ତାହେଲେ ଏଇଟାକୁ ସରଳ ଭାଷାରେ ବୁଝେଇ ଲେଖିବା ପାଇଁ ପଡ଼ିବ। କାଠୁରିଆ ନହାଣ ସେ ଗଛ, ରହ ରହ ଦେଖଇଛି ଏ ଗଛ ମୋ ପିତାମହ। ବୁଝିପାରିଲ? ଏଇଟାକୁ ତୁମେ ଲେଖିପାରିବ ଆରାମସେ। ତ ଏଠି କ'ଣ ଲେଖିବ? ତ ଏଠି ଲେଖିବ ଡଟ୍ 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 କାଠୁରିଆ ଦେଇ ଡଟ୍ 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 ପିତାମହ ଲେଖିପାରିବ। ତ କ'ଣ କହିବ? ତ କାଠୁରିଆକୁ କୁହାଯାଉଛି ଯେ କାଠୁରିଆ ଏ ଗଛ ହାଣ ନାହିଁ, ତ ଏଇ ଗଛଟା ମୋ ପିତାମହ, ମୋ ପିତାର ପିତା, ଯେଉଁଟାକି ମାନେ କ'ଣ ଜେଜେବାପା ଅମଳରୁ ଏ ଗଛଟା
ବଢ଼ି ଅଛି ଯେଉଁଟାକି ରହିଛି ତୁମେ ତାକୁ ହାଣ ନାହିଁ। ବୁଝିଲ? ତ ପିତୃ ପିତାମହ ଏ ଗଛ ଗୁଡ଼ାକ ଦେଖି ଆସିଛି, ତ ଆଗକୁ ବି ସେ ଗଛ ଦେଖାଯିବ। ତ ସେଥିପାଇଁ କାଠୁରିଆକୁ ମନା କରାହେଉଛି ଯେ ସେ ଗଛ ହାଣ ନାହିଁ। ଏତିକି ଲେଖିଲେ ତୁମମାନଙ୍କୁ 2 ମାର୍କ ମିଳିବ। ବୁଝିପାରିଲ? ତାପରେ ପିଲାମାନେ ଦେଖ, ପିଞ୍ଜରିରୁ କାଢ଼ି ଦେଲେ ଯେ ଉଡ଼ି, ଡେଣା ଛାଡ଼ି ଦେଲେ ସୁଖ, ଉଡ଼ି ଉଡ଼ି ସେ ମିଶିଲା ନାହିଁ ଗହନ ବନର ବୁକେ। ବୁଝିପାରିଲ? ତ ପିଞ୍ଜରିରୁ କାଢ଼ି ଦେଲି ଯେବେ ଛାଡ଼ି, ତ ପିଞ୍ଜରିରୁ ପିଲାମାନେ ତାକୁ ଯେବେ ଛାଡ଼ିଦେଲି, ଡେଣା ଛାଡ଼ି କେତେ ସୁଖେ, ତ ଡେଣା ଛାଡ଼ି ସେ କେତେ ସୁଖେ, ଉଡ଼ି ଉଡ଼ି ସେ ମିଶିଗଲା କାହିଁ ଗହନ ବହନ ବୁକେ। ବୁଝିପାରିଲ? ଏଠି ପିଲାମାନେ ଶୁଆ କଥା ପଡ଼ିଛି। ଏଠି ତୁମେ ଲେଖିପାରିବ ପିଞ୍ଜୁରିରୁ ଡଟ୍ ଡଟ୍ ଲେଖି ବୁକେ ପର୍ଯ୍ୟନ୍ତ ଲେଖି ତୁମେ ଲେଖିପାରିବ। ପିଞ୍ଜୁରିରେ ଯେତେବେଳେ ଶୁଆଟିକୁ ଆମେ ବନ୍ଦୀ କରି ରଖିଥାନ୍ତି, ତ ସିଏ ବହୁତ ଦୁଃଖରେ ରହିଥାଏ। ବୁଝିପାରିଲ? ତାକୁ ଯେତେବେଳେ ଆମେ ଛାଡ଼ି ଦିଅନ୍ତି, ପିଞ୍ଜୁରିରୁ କାଢ଼ି ଦିଅନ୍ତି, ସେ ବଣକୁ ଯାଇ ବହୁତ ଖୁସିରେ ରହିଥାଏ। ଏତିକି ପିଲାମାନେ ଲେଖିପାରିବ। ଏତିକି ଲେଖିଦେଲେ ତୁମମାନଙ୍କୁ 2 ମାର୍କ ମିଳିଯାଉଛି। ବୁଝିପାରିଲ? ସେହିପରି ପିଲାମାନେ ତାପରେ କ୍ୱେଶ୍ଚନ୍ ରହିବ ପିଲାମାନେ, ଜଣକର ସୁଖେ ନୁହେଁ ସମସ୍ତେ ସୁଖ ରହିଲେ ହିଁ ଜଣେ ସୁଖେ। ପିଲାମାନେ ଜଣକର ସୁଖ ନୁହେଁ, ଯଦି ସମସ୍ତେ ପିଲାମାନେ ଏଇଟାକୁ ତୁମେ ଲେଖିପାରିବ, ଯଦି ସମସ୍ତେ ପିଲାମାନେ ଆମ ଦେଶର ସମସ୍ତେ ଯଦି ସୁଖ ରହିଲେ ଆଉ ଜଣେ ହିଁ ସୁଖ ରହିବ, ଖାଲି ଜଣେ ସୁଖ ରହିଲେ ହେବ ନାହିଁ। ଲେଖିପାରିବ ଏତିକି ପିଲାମାନେ, ଜଣେ ଖାଲି ଯଦି ସୁଖ ରହିବ ତାହେଲେ ହେବ ନାହିଁ, ତ ସମସ୍ତେ ସୁଖ ରହିବା ଦରକାର। ବୁଝିପାରିଲ? ତ ସେହିପରି ଅସଜଡ଼ା ଶବ୍ଦକୁ ସଜାଡ଼ି ଲେଖ ପିଲାମାନେ। ଉଠିଥିଲା ବଲ୍ୟ ତାଙ୍କର କାଳୁଅ ଫୁଟି ଦୁଇ ପତ୍ରରୁ ତୁଳସୀ ବାସିଲା ପରି ପ୍ରତିଭା। ତାଙ୍କର ପ୍ରତିଭା ଥିଲା ତୁଳସୀ ଦୁଇ ପତ୍ରରୁ ବାସିଲା ପରି। ବୁଝିପାରିଲ? ତାର ବାଲ୍ୟକାଳର ପ୍ରତିଭା ଥିଲା ତୁଳସୀ ଦୁଇ ପତ୍ରରୁ ବାସିବା ଭଳି। ଲେଖିପାରିବ ଗୌରବ ଉତ୍କଳ ମଧୁବାବୁଙ୍କୁ ଆମେ ଗୌରବ ଜାତି କୁହାଯାଏ। ତ ଏଇଟା ଆରାମସେ ଲେଖିପାରିବ, କ ଖ ଥିଲା। ବୁଝିପାରିଲ? ତ ସେହିପରି ପିଲାମାନେ, ତ ଅରଣ୍ୟ ଜୀବଜନ୍ତୁ ସୌନ୍ଦର୍ଯ୍ୟ ଗନ୍ତାଘର ଜୀବିକା ନିର୍ବାହ ଶିକାର ସୁରକ୍ଷିତ ରମଣୀୟକୁ ନେଇ ତୁମର 4 ମାର୍କ ଏଇଟା ପଡ଼ିବ ପିଲାମାନେ। 4 ମାର୍କ ନେଇକି ଗୋଟେ ଅନୁଚ୍ଛେଦ ଲେଖିବାର ଅଛି। ବୁଝିପାରିଲ? ଏଇଟାକୁ ତୁମେ ନେଇ ତୁମେ ଗୋଟେ ଅନୁଚ୍ଛେଦ ଲେଖିପାରିବ। ବୁଝିପାରିଲ? ତ ଅନୁଚ୍ଛେଦ ମାନେ କ'ଣ, ଯେତିକି ପିଲାମାନେ ଏଇ ୱାର୍ଡ଼ ଗୁଡ଼ାକ ଅଛି ସେଇ ଅନୁଚ୍ଛେଦରେ ପିଲାମାନେ ଏଇ ୱାର୍ଡ଼ ଗୁଡ଼ା ରହିବେ। ବୁଝିପାରିଲ? ତୁମେ ଦେଖିଥିବା ଏକ ଦର୍ଶନୀୟ ସ୍ଥାନର ପିଲାମାନେ 4ଟି ବାକ୍ୟ ଲେଖ। ଦର୍ଶନୀୟ ସ୍ଥାନ ତୁମେ ଦେଖିଥିବା, ତୁମେ ଯଦି ପୁରୀ ମନ୍ଦିର ପିଲାମାନେ ଦେଖିଛ ସମସ୍ତେ ଜଗନ୍ନାଥ ମନ୍ଦିର, ତ ଜଗନ୍ନାଥ ମନ୍ଦିର ବିଷୟରେ ତୁମେ ଲେଖିପାରିବ। ତ ଜଗନ୍ନାଥ ମନ୍ଦିରଟି ପୁରୀ ଜିଲ୍ଲାରେ ଅବସ୍ଥିତ। ଯାହା ବି କହୁଛି ପିଲାମାନେ ଲେଖିବ। ବୁଝିପାରିଲ? ସେଠାରେ ବହୁତ ଲୋକ ଦର୍ଶନ କରିବା ପାଇଁ ଆସିଥାନ୍ତି। ବୁଝିପାରିଲ? ତ ସେଠାରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଶୋଭା ପାଇଥାନ୍ତି। 3ଟା ବାକ୍ୟ ହେଇଗଲା। ବୁଝିପାରିଲ? ସେଠାରେ ଅଭଡ଼ା ମିଳିଥାଏ। ବୁଝିପାରିଲ? ଏଇ ଜାଗାରେ ଆମର ଜଗନ୍ନାଥଙ୍କର ରଥ ଟଣାଯାଏ। ବୁଝିପାରିଲ? ତ 4ଟି ପଏଣ୍ଟ ଲେଖିଦେଲେ ତୁମମାନଙ୍କୁ ମାର୍କ ମିଳିଯିବ। ବୁଝିପାରିଲ? 18 ନମ୍ବର ଏଇଟା ଥିଲା। 19 ନମ୍ବର ଯୋଗ୍ୟର ପିଲାମାନେ ବିପରୀତ ଅଯୋଗ୍ୟ, ଯୋଗ୍ୟ ଅଯୋଗ୍ୟ ହେବ। ବୁଝିପାରିଲ? ତ ହସ କାନ୍ଦ ଭଲ ମନ୍ଦ, ତ ଆଗ ପଛ ଦେଖ, ହସ କାନ୍ଦ ଯେପରି ଅଛି ତ ସେହିପରି ପିଲାମାନେ ଭଲ ମନ୍ଦ ଅଛି। ବୁଝିପାରିଲ? ହସ କାନ୍ଦ ଭଲ ମନ୍ଦ, ସେହିପରି ପିଲାମାନେ ଆଗ ପଛ, ତ ସେହିପରି ଆଉ ଗୋଟେ ଲେଖିବାର ଅଛି। ପର୍ବତ ଶବ୍ଦର ଗଦ୍ୟ ରୂପ କ'ଣ ହେବ? ପର୍ବତ। ଜାଣିଛନ୍ତି? ବୁଝିପାରିଲ? ପର୍ବତ। ସମସ୍ତେ କ୍ଲିଅର? ତ ସେହିପରି ପିଲାମାନେ ନେକ୍ସଟ ଆମେ ଦେଖିବା ଅସମ୍ପର୍କିତ ଶବ୍ଦଟିକୁ ବାଛି ଲେଖ। ସାଗର, ସମୁଦ୍ର, ଅମ୍ବର, ମହୋଦଧି। ତ ୟା ଭିତରୁ ପିଲାମାନେ ଗୋଟେ ଯଦି ଅଲଗା ଦେଖିବା ପିଲାମାନେ କ'ଣ ହେଇଯିବ? ସାଗର, ସମୁଦ୍ର, ଅମ୍ବର, ସେମ୍ ପିଲାମାନେ ମହୋଦଧିଟା ଅଲଗା ହେବ। ବୁଝିପାରିଲ? ଯେପରି ପିଲାମାନେ ତୁମ୍ଭେରୁ ତୁମ୍ଭେମାନେ, ସେପରି ଆମ୍ଭେରୁ ପିଲାମାନେ ଆମ୍ଭେମାନେ, ଆମେମାନେ। ବୁଝିପାରିଲ? ତୁମ୍ଭେରୁ ତୁମ୍ଭେମାନେ, ତ ଆମେରୁ ପିଲାମାନେ ସେପରି ଆମେମାନେ ହେବ। ବୁଝିପାରିଲ? ତ ପିଲାମାନେ 25 ନମ୍ବର ସମାଜରୁ ପିଲାମାନେ, ଯେପରି ପିଲାମାନେ ବର୍ଷରୁ ଏଠି ପିଲାମାନେ ବାର୍ଷିକ ଅଛି, ତ ସମାଜରୁ କ'ଣ ହେଇଯିବ? ସାମାଜିକ। ସାମାଜିକ। ତ ପରିବାରରୁ ପାରିବାରିକ। ପାରିବାରିକ। ସମସ୍ତେ ଲେଖିପାରିବ। ତ ସେହିପରି ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ପିଲାମାନେ। ଦେଖ ନେକ୍ସଟ କ୍ୱେଶ୍ଚନ୍, ନିମ୍ନଲିଖିତ ବାକ୍ୟ ଗୁଡ଼ିକ ପିଲାମାନେ ଉପଯୁକ୍ତ ବିରାମ ଚିହ୍ନ ବ୍ୟବହାର କରି ଠିକ୍ ଭାବରେ ଲେଖ। ପିଲାମାନେ ବିରାମ ଚିହ୍ନ ବ୍ୟବହାର କରି ତୁମେ ଏଠି ଲେଖିବାର ଅଛି। ବୁଝିପାରିଲ? ସାପ ଏକ ଜଳଚର ପ୍ରାଣୀ ଅଟେ। ସାପ ଏକ, ଏଇଠି ପିଲାମାନେ ଲେଖିପାରିବ ଜଳଚର ପ୍ରାଣୀ। ଏଇଟା ପିଲାମାନେ ବିରାମ ଚିହ୍ନ। ସତରେ କ'ଣ ସାପ କେବଳ ଜଳଚର? ଏଇଠି ପିଲାମାନେ ଲେଖିବ ସତରେ କ'ଣ ସାପ କେବଳ ଜଳଚର? ଏଇଟା ପିଲାମାନେ এইଭଳି ତୁମେ ଲେଖିପାରିବ। ବୁଝିପାରିଲ? ଯେଉଁଟାକି ପିଲାମାନେ 2 ମାର୍କ ମିଳିବ। ପିଲାମାନେ ଏଇଟା ଥିଲା ତୁମର 26ଟି କ୍ୱେଶ୍ଚନ୍। ତ ଏଇଟାକୁ ଭଲ କରି ପ୍ରାକ୍ଟିସ୍ କରିବ। ଆଉ ଯଦି କିଛି ଡାଉଟ୍ ଅଛି ତାହେଲେ କମେଣ୍ଟ କରିପାରିବ। ତ ଆଜି ପାଇଁ ଏତିକି ପିଲାମାନେ, ଥ୍ୟାଙ୍କ ୟୁ।